ଆପଣଙ୍କର ବୟସ କେତେ ସାର୍? ଶୁଣନ୍ତୁ ସାଧାରଣତଃ ବୟସ ଗୋଟେ ଲୋକର ପଚରା ଯାଇନି। ତାର କାରଣ ହେଉଛି କ'ଣ, ଆପଣ ଶୁଣିଥିବେ ବେଳେବେଳେ ଆମର ଜାନିବଲ୍ଲଭ ପଟ୍ଟନାୟକ ଥିଲେ, ମୁଁ ତାଙ୍କର ଓଏଟି ଥିଲାବେଳେ ସେ ଯଦି ଅନ୍ୟ ଲୋକମାନେ ସେ କହନ୍ତି ସାର୍ ଆପଣଙ୍କର ବାର୍ଥଡେ କାଲି, ସେ ଭୀଷଣ ବିଗିଡ଼ି ଯାଆନ୍ତି। ଥରେ ମୋ ସାମ୍ନାରେ ଗୋଟେ ପିଲାକୁ ମୋତେ ଚାପି ପକାଇଦେଲେ। ତାର କାରଣ ସେ ଚାହାନ୍ତି ମୋ ବୟସଟା କେତେ ବଢ଼ିଗଲାଣି ଲୋକେ ଜାଣନ୍ତୁ। ତେବେ ଭାବି ନିଅନ୍ତୁ ମୁଁ ବର୍ତ୍ତମାନ 70କୁ ସ୍ପର୍ଶ କରିବାକୁ ଯାଉଛି। କିନ୍ତୁ ଆପଣଙ୍କର ବୟସ 70 ପାଖାପାଖି ହେଲାଣି, ମାନେ ଗୋଟେ ବର୍ଷ କମ୍ ଅଛି, 69 ବର୍ଷ ଆପଣଙ୍କୁ। 69 ବର୍ଷ ବୟସରେ ଆପଣଙ୍କର ବାଳ ପାଚିନି, ସେମିତି କଳା ଅଛି ନା କଲର କରିଛନ୍ତି? ଶୁଣନ୍ତୁ, କଲର କରିବାଟା ହେଉଛି ଗୋଟେ ସ୍ୱାଭାବିକ କଥା, କିନ୍ତୁ ଇଏ ଆର୍ଟିଫିସିଆଲ କଲର ନୁହେଁ। ଆୟୁର୍ବେଦରେ ଆମର ବିଭିନ୍ନ ପ୍ରକାର ଜିନିଷ ରହିଛି। ସେତେବେଳେ ସବୁ ଆୟୁର୍ବେଦରେ ଆମେ ସବୁ ବିଭିନ୍ନ, ଆପଣ ମନେ ଥିବ ଆପଣଙ୍କର ମଦର ହେଉ ବା ଗ୍ରାଣ୍ଡ ମଦର ହେଉ, ସେମାନେ ସବୁ ମେହେନ୍ଦୀ ପତ୍ର ହାତ ଚିକଣ ବାଟୁଥିଲେ ଏବଂ ମୁଣ୍ଡରେ ମଧ୍ୟ ଲଗାଉଥିଲେ। ତ ଏଇ ଜିନିଷଟା ଆୟୁର୍ବେଦରେ ବହୁତ ଲେଖା ଅଛି। ବହୁତ ଗଛ ପତ୍ର ମୂଳ ସବୁ ରହିଛି ଯେଉଁଟାକ ସିଝେଇକି ତା ପାଣିଟାକୁ ବାହାର କରି ତା ଦେହରେ ଆମେ ନଡ଼ିଆ ତେଲ ହେଉ ବା ରାଶି ତେଲ ହେଉ ଅନ୍ୟ କୌଣସି ତେଲ ଦେଇକି ତାକୁ ଫୁଟେଇକି ରଖୁ, ସେଇଟାକୁ ଆମେ ଲଗାଉ। ତେଣୁ ଏଇଟା ମୁଁ ଆୟୁର୍ବେଦ ପଢ଼ିଲାଣି 74 ମସିହାରୁ। ତେଣୁ ଚିନ୍ତା କରନ୍ତୁ, ଆୟୁର୍ବେଦ ସହିତ ମୁଁ 74ରୁ ଟଚ୍ରେ ଅଛି। ତେବେ ୟାର ଏସେନ୍ସଟା ପାଇବାକୁ ମୋତେ ଟିକେ ସମୟ ଲାଗିଲା। ଧୀରେ ଧୀରେ ଅନୁଭବ କଲି ଯେ ପ୍ରକୃତରେ ଏଥିରେ କିଛି ରହିଛି। ଆୟୁର୍ବେଦ ଉପଦେଶେଷୁ ବିଧେୟ ପରମାଦରମ୍। ତାପରେ ମୁଁ ଆଦରଟାକୁ ଦେଲି, ଧୀରେ ଧୀରେ ମୁଁ ତାକୁ ନିଜ ଶରୀରରେ ପ୍ରୟୋଗ କଲି। ତେଣୁ ମୁଁ ଭାବୁଛି ଭଗବାନଙ୍କ କୃପାରୁ ଆୟୁର୍ବେଦର ମୂଲ୍ୟ ଅଛି ବୋଲି ମୁଁ ଅନୁଭବ କରୁଛି। ତେଣୁ ଆପଣମାନଙ୍କ ଉପରେ ଅପସନ୍। ସାର୍ ମୋର ଏଇଠି ମୁଁ ଆପଣଙ୍କୁ ଜାଣିବାକୁ ଚାହିଁବି, ଯେତେବେଳେ ଦେଖାଯାଏ ଯେ ପୁରାଣରେ ଯଦି ନାରୀମାନଙ୍କୁ ଦେଖିବା କିମ୍ବା ଆଗ କାଳରେ ଯେତେବେଳେ ଆମ ଜେଜେମା ଏମାନଙ୍କୁ ଦେଖିବା, ସେତେବେଳେ ତାଙ୍କର କେଶ ବହୁତ ଲମ୍ବା ଥିଲା, ସୁନ୍ଦର କେଶ ଥିଲା, କିନ୍ତୁ ସେମାନେ କୌଣସି ସାମ୍ପୁ ବ୍ୟବହାର କରୁନଥିଲେ କି କୌଣସି ଜିନିଷ ତାଙ୍କ ପାଖରେ ଉପଲବ୍ଧ ନଥିଲା। ବର୍ତ୍ତମାନ ସମାଜରେ ଯେତେବେଳେ ସମସ୍ତଙ୍କ ପାଖରେ ଅର୍ଥର ଅଭାବ ନାହିଁ, ସମସ୍ତେ ଅନେକ କିଛି ଜିନିଷ କିଣି ପାରୁଛନ୍ତି, ମାର୍କେଟରେ ଅନେକ କିଛି ଉପଲବ୍ଧ ମଧ୍ୟ ଅଛି, ତାପରେ ଦେଖାଯାଉଛି ଗୋଟେ କେଶ ସମସ୍ୟା ହେଉଛି ନାରୀମାନଙ୍କର ପ୍ରଧାନ ସମସ୍ୟା। ତାର କାରଣ କ'ଣ ବୋଲି ଆପଣ ଭାବୁଛନ୍ତି? ଦେଖନ୍ତୁ, ବହୁତ ବଢ଼ିଆ ପ୍ରଶ୍ନଟି ଆପଣ ପଚାରିଲେ। ବର୍ତ୍ତମାନ ସମାଜରେ ମଧ୍ୟ ଏଇଟା ହେଉଛି ଏକ ଉତ୍କଟ ସମସ୍ୟା। କାହିଁକି ନା ସେତେବେଳେ ଯେଉଁ କହିଲେ ଆପଣ ଇତିହାସରେ ଅଛି ବା ଆପଣଙ୍କର 50 ବର୍ଷ ତଳକୁ ଚାଲିଯାଆନ୍ତୁ, ସେତେବେଳେ କେଶର ଯତ୍ନ ନେବା ପାଇଁ ବହୁତ କିଛି ନ୍ୟାଚୁରାଲ୍ ପ୍ରୋସେସ୍ ଥିଲା। ଆଉ ସେତେବେଳେ ଦେଖିବେ ପ୍ରତ୍ୟେକ ସ୍ତ୍ରୀ ଲୋକ ସାଧାରଣତଃ କେଶବତୀ କୁହାଯାଏ। ତାର ଅର୍ଥାତ୍ ମାନେ କୌଣସି ସ୍ତ୍ରୀ ଲୋକ ଚାଲିଗଲା ବେଳେ ବା ନବବିବାହିତା ହେଉ ବା ବିବାହ ବୟସ ପୂର୍ବରୁ ତ ଆସିକି ବାହାଘର ପାଇଁ ପ୍ରସ୍ତାବ ପଡ଼େ, ପ୍ରଥମେ ସେମାନେ ଦେଖନ୍ତି ଯେ କନ୍ୟାର କେଶର ଲମ୍ବ କେତେ। ତା ଅର୍ଥ ହେଉଛି କେଶ ହିଁ ସବୁକିଛି ଆପଣଙ୍କ ସମୃଦ୍ଧିର କାରଣ। କେଶ ହେଉଛି ଗୋଟେ ସ୍ତ୍ରୀର ସବୁଠୁ ବଡ଼ ଅସ୍ତ୍ର, ବଡ଼ ବୈଭବ, ବଡ଼ ସମ୍ପତ୍ତି ଏବଂ ତାଠୁ ବଡ଼ ହେଡ଼ା ହେଉଛି ନିଜର କନଫିଡେନ୍ସ। ଯଦି ଗୋଟେ ସ୍ତ୍ରୀ ଲୋକ ପାଇଁ ତାର କେଶର କୌଣସି କ୍ଷତିଗ୍ରସ୍ତ ହୋଇଗଲା, ସେ ଭାରି ବ୍ୟସ୍ତ ହୋଇପଡ଼େ। ମୋ ପାଖକୁ ଦୀର୍ଘ ବହୁତ ଦିନ ମୁଁ ଦେଖିଲି କେତେ ପେସେଣ୍ଟ ଆସନ୍ତି, ବିଶେଷ କରି ଯେଉଁମାନେ ନବବିବାହିତା ହୁଅନ୍ତୁ, କେତେକ ଅଛନ୍ତି ବିବାହ ପୂର୍ବରୁ, ଇଭିନ୍ ଟିକେ ପରିଣତ ବୟସ 50-55ରେ, ସାର୍ କ'ଣ କରିବା ଚୁଟି ଗୁଡ଼ାକ ଉପୁଡ଼ିଲା। ତ ଏଇଟା ଗୋଟେ କମନ୍ ପ୍ରୋବ୍ଲେମ୍ ଦେଖିଲି। ତାର କାରଣ ହେଉଛି ଆଜିକାଲିକା ସମସ୍ତେ ଟିକେ ଏକ୍ସଟ୍ରା ଫ୍ୟାସନ୍ ଷ୍ଟାଇଲ୍ରେ ଯିବାକୁ ଚାହାନ୍ତି, କିନ୍ତୁ ସେଇ ଏକ୍ସଟ୍ରା ଷ୍ଟାଇଲ୍ ନେବାରେ କିଛି ଦୁଃଖ ନାହିଁ। କିନ୍ତୁ ସେମାନେ ଯେଉଁ ମାର୍କେଟରେ ମିଳୁଥିବା ଗୋଟେ ମାନେ ପ୍ରଲୋଭନ ଦେଖେଇକି ଗୋଟେ ଆଡ଼ଭର୍ଟାଇଜମେଣ୍ଟ ଜିନିଷଟାକୁ ବ୍ୟବହାର କରିବା ଦ୍ୱାରା କ'ଣ ହେଉଛି ନା କେତେକ କେମିକାଲ ତତ୍ତ୍ୱ ଆମର କେଶକୁ ନଷ୍ଟ କରିଦେଉଛି। ଆପଣ ଦେଖିଲେ ଯେମିତି ଗୋଟେ ଜମିରେ ଧାନ ଚାଷ ହେଉଛି, ଦିନରେ ବର୍ଷା ରାତିରେ ପାଣି, ଧାନର ବଳ ଯୋଗାଇ ଆଣେ। ଏ ଦିନରେ ଖରା ରାତିରେ ପାଣି, ଅର୍ଥାତ୍ ଦିନବେଳା ସୂର୍ଯ୍ୟକିରଣ ପଡ଼ିଥିବ, ରାତିରେ ଟିକେ ବର୍ଷା ହେଇଯିବ, ଧାନର ବଳ ଯୋଗାଇ ଆଣେ। ତେଣୁ ଧରି ନିଅନ୍ତୁ ଏଇଟା ଗୋଟେ ଜମି, ଏତେ ବହୁତ ଗୋଟେ ଧାନ ଗଛ ହେଇଛି। ଆପଣ ଯଦି ତାକୁ ସାର ନଦେବେ, ପାଣି ନଦେବେ, ତାହେଲେ ସେ ବଞ୍ଚିବ କେମିତି? ତେଣୁ ସେଇ ସାର ଆଉ ପାଣି ହେଉଛି ଆୟୁର୍ବେଦରେ ତୈଳ, ଏବଂ ସେ ତୈଳରେ ବିଭିନ୍ନ ପ୍ରକାର ଔଷଧ ଦ୍ରବ୍ୟ ସିଦ୍ଧ ହେଇ ଲଗାଉଥିଲେ, ଯାହାଫଳରେ କେଶ ଗୁଡ଼ିକ ସୁସଜ୍ଜିତ ଭାବରେ କୃଷ୍ଣବର୍ଣ୍ଣ ହେଇକି ରହୁଥିଲା।